ଆଚ୍ଛା ବାରିପଦାରୁ କହୁଥିଲେ କି ଆପଣଙ୍କର ଉତ୍ତମ ମହାନ୍ତିଙ୍କର ବାଲ୍ୟ ବନ୍ଧୁ ବାସୁଦେବ ବେହେରା। ମୁଁ କର୍ତ୍ତବ୍ୟ ନ୍ୟୁଜରୁ କହୁଥିଲି ଭୁବନେଶ୍ୱରରୁ ଆଜ୍ଞା। ନମସ୍କାର। ନମସ୍କାର ଆଜ୍ଞା। ଆପଣଙ୍କର ଉତ୍ତମ ଭାଇ ତ ବର୍ତ୍ତମାନ ପାଇଁ ଆମ ଗହଳିରେ ନାହାନ୍ତି। ଆଜ୍ଞା ଆଉ ତାଙ୍କର ଯୋଉ ଶ୍ରୋତା ମାନେ ସାରା ଓଡିଶାରେ ବର୍ତ୍ତମାନ ମର୍ମାହତ ଅବସ୍ଥା, ଆପଣଙ୍କର ମଧ୍ୟ ମାନସିକ ଅବସ୍ଥା କୋଉ ଭଳି ଭାବରେ ଥିବ ତାହା ମଧ୍ୟ ଆମେ ଉପଲବ୍ଧି କରୁଛୁ। ଫେର ବି କିଛି ଦର୍ଶକଙ୍କୁ ପାଖରେ ଉତ୍ତମ ଭାଇଙ୍କର କିଛି ଜଣା ଅଜଣା କିଛି ଆଳପ ଆଲୋଚନା ଆପଣଙ୍କ ସହିତ ଟିକେ କରି ଦର୍ଶକଙ୍କ ପାଖରେ କିଛି ଖୋରାକ ପହଞ୍ଚେଇବାକୁ ଆମେ ଚେଷ୍ଟା କରୁଛୁ। ଆଜ୍ଞା ବାସୁଦେବ ବାବୁ, ହଁ କୁହନ୍ତୁ। ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କର ଆପଣ ଜଣେ ମାନେ ଯେମିତି କୃଷ୍ଣା ସୁଦାମା ଭଳି ଆପଣ ଜଣେ ସାଥୀ ଥିଲେ। ଆଜ୍ଞା। ଯୋଉ ଉତ୍ତମ ଭାଇଙ୍କର ଦୁଇ ଭାଇ ଥିଲେ ମଧ୍ୟ, ତାଙ୍କ ନାଁ କଣ କହିବେ କି? ଟିକେ ଏଇ ଯୋଉ କୃଷ୍ଣ ସୁଦାମା କଥା କହିଲେ, ଆଜ୍ଞା ତାଙ୍କ ମା ଯେତେବେଳେ ବାରିପଦାରେ ଥାନ୍ତି ଉତ୍ତମ ଆସେ, ମା ମଧ୍ୟ ଏଇ କଥା କୁହନ୍ତି କୃଷ୍ଣ ସୁଦାମା। ଆଜ୍ଞା କୁହନ୍ତୁ। ଆପଣଙ୍କର ଯୋଉ ତାଙ୍କର ଯୋଉ ଦୁଇ ଭାଇ ଥିଲେ, ଆଜ୍ଞା। ତାଙ୍କ ଦୁଇ ଭାଇଙ୍କର ଟିକେ ଆମ ଦର୍ଶକଙ୍କୁ ଟିକେ ପରିଚୟ କରେଇବେ। ତାଙ୍କର ଯୋଉ ବଡ ଭାଇ ଏବଂ ମଝିଆ ଭାଇଙ୍କର ନାଁ କଣ ଅଛି? ବଡ ଭାଇଙ୍କ ନାମ ଅରୁଣ ମହାନ୍ତି, ଆଜ୍ଞା ସ୍ୱର୍ଗୀୟ, ମାନେ ସିଏ ଲେଟ୍। ଆଜ୍ଞା। ଅଶୋକ ମହାନ୍ତି ବର୍ତ୍ତମାନ ଅଛନ୍ତି, ସିଏ କରିବେ ବଡ ଭାଇ ହିସାବରେ। ଆଜ୍ଞା। ଆମେ ମଧ୍ୟ ବହୁତ ଶୀଘ୍ର ବାରିପଦା ଯାଉଛୁ। ଆପଣ ମାନ ସମସ୍ତଙ୍କୁ ଆମେ ନିଶ୍ଚିତ ଭାବରେ ଭେଟିବୁ। ଆଚ୍ଛା ଉତ୍ତମ ଭାଇଙ୍କର ଯୋଉ ପ୍ରଥମ ପିକ୍ଚର ନାଁ ବୋଧହୁଏ ଆପଣଙ୍କର ଅଭିମାନ ଥିଲା। ହଁ ନିହାତି। ଆଉ ଏବଂ ସେଥିରେ ପ୍ରଯୋଜକ ଥିଲେ ଗଣେଶ ଜୀଉ ଏବଂ ନିର୍ଦ୍ଦେଶନା ଦେଇଥିଲେ ସାଧୁ ମେହେର। ହଁ ସେ ସମୟରେ କିଛି